ହ୍ୟୁମାନ ସାଗରଙ୍କ କବରସ୍ଥଳୀ ପାଖରେ ନଜର ଆସିଲେ ଅର୍ପିତା ଚୌଧୁରୀ। ଆପଣମାନେ ଜାଣିଥିବେ ଆମ ସଙ୍ଗୀତ ଜଗତର ଜଣେ ଆମର ଖାସ୍ ଜଣାଶୁଣା ଯିଏକି ଗୀତ ଗାଉଥିଲେ ଏତେ ସୁନ୍ଦର ଭାବରେ। ତାଙ୍କ ଗୀତରେ ସମସ୍ତେ ସାରା ଓଡ଼ିଶା ବହୁତ ଏତେ ଭଲ ପାଇ ଯାଇଥିଲେ ଯେ ସେ ଦୁନିଆ ବାହାରେ। କିନ୍ତୁ ସେ କିଛି ଦିନ ହେବ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଶୋକରେ ପୁରା ସାରା ଓଡ଼ିଶାରେ ପୁରା ଦୁଃଖ ଖେଳି ଯାଇଛି। ତା ଦେହରେ ତାଙ୍କ ମାଆ ସବୁ କମ୍ପ୍ଲେନ୍ କରିଛନ୍ତି କି ଅର୍ପିତା ଚୌଧୁରୀ ବି ତା ଦେହରେ ଆଡ଼୍ ଅଛନ୍ତି। ତାଙ୍କର 2 ମ୍ୟାନେଜର ଅଛନ୍ତି। ତ ସେମାନଙ୍କ ନାଁରେ ସିଏ ରୁଜୁ କରିଛନ୍ତି ମାମଲା, ବା ସେମାନଙ୍କ ନାଁରେ ସେ କମ୍ପ୍ଲେନ୍ ଦେଇଛନ୍ତି କି ମୋ ପୁଅକୁ ସେଇମାନେ ହିଁ ତା ଦେହରେ ସେମାନେ ସାମିଲ ଅଛନ୍ତି ମୋ ପୁଅକୁ ମାରିବାରେ। ତ ଯେହେତୁ ହ୍ୟୁମାନ ସାଗର ଗୋଟେ ଭଲ ସିଙ୍ଗର ଥିଲେ ଆମ ଓଡ଼ିଶାରେ, ତ ତାଙ୍କୁ ନେଇକି ବହୁତ ପ୍ରଶ୍ନ ଆସୁଛି। ତ ସମସ୍ତେ ପୋଲିସ ବି ତା ତଦାରଖ କଲେଣି। ଧୀରେ ଧୀରେ ଭାବୁଛି ଆମେ ଆସ୍ତେ ଆସ୍ତେ ତାଙ୍କର ଖୁଲାସା ହେଉ। ତ ଆମେ ଜାଣିବାକୁ ଚାହୁଁଛୁ ଆ ଦେହରେ ଦାୟୀ କିଏ। ଆଉ ଜଲ୍ଦି ଜଲ୍ଦି ସେ ମ୍ୟାନେଜର 2 ଜଣଙ୍କୁ ନିହାତି ଭାବରେ ଥାନାରେ ଥାନା ବାଲା ନିହାତି ଦଣ୍ଡ ଦିଅନ୍ତୁ, ବା ଗଭର୍ଣ୍ଣମେଣ୍ଟ ଦଣ୍ଡ ଦେଉ, ଯାହାଫଳରେ କି ହ୍ୟୁମାନ ସାଗରଙ୍କୁ ନ୍ୟାୟ ମିଳୁ। ଆଉ ଏ ଅର୍ପିତା ଚୌଧୁରୀ କ'ଣ କରିଛି କ'ଣ ନାହିଁ ସେଇଟା ଆପଣମାନେ ତ ଜାଣିନାହାନ୍ତି, ଆମେ ବି ଜାଣିନାହାନ୍ତି। କିନ୍ତୁ ବହୁତ ଜଲ୍ଦି ତାର ଖବର ନିଆଯିବ। ଆଉ ଏ ଅର୍ପିତା ଚୌଧୁରୀ ଏତେ ଦିନ ହେଲା ଥିଲା କେଉଁଠି? ଆଜି ଆସିକି ସେ କବରସ୍ଥଳୀ ପାଖରେ କାନ୍ଦୁଛି। ତ 10 ଦିନ ହେଲାଣି କି 8 ଦିନ ହେଲାଣି ସେ ଥିଲା କେଉଁଠି? ଆଜି ଆସି ସେ କାନ୍ଦୁଛି। ତ ଆପଣମାନେ କୁହନ୍ତୁ କମେଣ୍ଟ ବକ୍ସରେ, ଅର୍ପିତା ଚୌଧୁରୀର କିଛି ଦୋଷ ଅଛି କି? ଯଦି ଦୋଷ ଅଛି ତାକୁ ଦଣ୍ଡ ମିଳିବା ଦରକାର ନା ଦରକାର ନାହିଁ? କିନ୍ତୁ ଆମ ଓଡ଼ିଶାବାସୀ ବହୁତ ଭାଙ୍ଗି ପଡ଼ିଛନ୍ତି, କାରଣ ହ୍ୟୁମାନ ସାଗରଙ୍କ ଭଳିଆ ଗୋଟେ ଭଲ ସିଙ୍ଗରକୁ ହରେଇକି। ତ ଏମାନଙ୍କର କିଛି ଇଏ ପାଇଁ ଆଜି ନିରୀହ ଜୀବନ ବଳି ପଡ଼ିଯାଇଛି, ବା ନିରୀହ ଜୀବନ ଚାଲିଯାଇଛି। କେତେ ଦୁଃଖରେ ସେ ଥିଲେ, ହେଲେ ଆମ ଓଡ଼ିଶାବାସୀ କିଛି ବି ଜାଣିପାରୁନଥିଲେ। ତାଙ୍କ ଭାଇ ଚାଲିଗଲେ, ତାଙ୍କ ବାପା ଚାଲିଗଲେ, ତାଙ୍କ ମାମୁଁ ଚାଲିଗଲେ। ତାପରେ ବି ସେ ଛାତିରେ ଏତେ ସାରା ଦୁଃଖ ରଖିକି ସେ ପୁରା ହସି ହସିକି ଗୀତ ଗାଉଥିଲେ। ଆଉ ଆମମାନଙ୍କ ମନକୁ ଖୁସି କରାଉଥିଲେ, ଏବଂ ଭାଙ୍ଗି ଯାଇଥିବା ଦୁଃଖ ସମୟରେ ସେ ଆମର ସାଥ ଦେଇଥିଲେ। ତାଙ୍କର ପ୍ରତ୍ୟେକଟି ଗୀତକୁ ଆପଣମାନେ ଶୁଣିବେ, କେଉଁ ଗୀତରେ ଆପଣଙ୍କ ମନର ହୃଦୟ ତରଳ ନଥିବ ବୋଲି ମାନେ ନଥିବ, କିଏ କହିପାରିବେନି। ତ ଏମିତି ହେଇଛି। ଯଦି ଆପଣମାନଙ୍କୁ କିଛି ବି ଡାଉଟ୍ ହେଉଛି ମୋତେ କମେଣ୍ଟ ବକ୍ସରେ କମେଣ୍ଟ ଦିଅନ୍ତୁ। ଯେଉଁମାନେ ଦୋଷ କରିଛନ୍ତି ସେମାନେ ଶାସ୍ତି ପାଇବା ଉଚିତ କି ନ ଉଚିତ, ସେ ବିଷୟରେ ମୋତେ କମେଣ୍ଟ କରନ୍ତୁ।